ଝିଅଟା ତ ପ୍ରତିଦିନ ଠିକ୍ 6ଟା ପରେ ପହଞ୍ଚୁଥିଲା। ରାତି ବାଜି 10ଟା ହେଲାଣି। ଅନ୍ଧାର କିଟିକିଟି ରାତି, ଝିଙ୍କାରୀର ରିଣିଝିଣି ଶବ୍ଦ। ଝିଅଟା କ'ଣ କରୁଛି ଏତେ ପର୍ଯ୍ୟନ୍ତ ଫେରିନି? ଏକା ଝିଅ ପିଲାଟା, ମୋତେ ଖାଲି ଡର ଲାଗିଲାଣି। କ'ଣ କରୁଛି? ଖାଲି ବ୍ୟସ୍ତ ବି ଲାଗୁଛି। କ'ଣ ହେଲା? ଝିଅଟା ଏତେ ପର୍ଯ୍ୟନ୍ତ ଆସିନି, କ'ଣ ହେଲା? ଖାଲି ବ୍ୟସ୍ତ ଲାଗୁଛି। ବାପା ଭଗବାନ ତୋର ମଙ୍ଗଳ କରନ୍ତୁ ରେ ମା। ଆରେ ମା, ଏତେ ଡେରି କଲୁ କାହିଁକି ରେ ମା? କ'ଣ ଅସୁବିଧା ହେଲା ନା କ'ଣ? କ'ଣ କରିଥାନ୍ତି ବାପା, ଗାଡି ପାଇଲିନି ତ, ତେଣୁ ଟିକେ ଡେରି ହେଇଗଲା। ହେଲେ ତୋ ହାତରେ କଅଁଳା ଛୁଆଟା କାହାର ରେ ମା? ବାପା, ଛୁଆଟା ମୁଁ ଭୁବନେଶ୍ୱରରୁ ଫେରୁଥିବା ବେଳେ ରାସ୍ତା କଡ଼ରେ ଛୁଆଟା ହାତ ଗୋଡ଼ ବାଡ଼େଇ କାନ୍ଦୁଥିଲା। ତା ବିକଳ ମୁଁ ଶୋଇପାରିଲିନି, ତେଣୁ ମୁଁ ତାକୁ ନେଇ ଆସିଛି ବାପା। ହେଲେ ତାକୁ ରଖିବୁ କୋଉଠି ରେ ମା? କୋଉଠି ରଖିବୁ ବାପା? ରଖିବୁ ତାକୁ? ପାଖରେ କେହି ବି ନଥିଲେ, ପିଲାଟା ବିକଳ ହେଇ କାନ୍ଦୁଥିଲା। ଓ, ସେଥିପାଇଁ ଧର୍ମର ଅବତାର ନେଇ ସିଧା କୋଳରେ ଧରି ଘରକୁ ନେଇ ଆସିଲୁ। ହେଲେ ତାକୁ ରଖିବ କୋଉଠି ରେ ମା? କୋଉଠି ରଖିବୁ? କାଲି ସକାଳ ପାଉ ପାଉ ଏ ଲୋକମାନେ ଜାଣିବେ, ଗାଁ ବାଲା ଜାଣିବ, ସାଇ ପଡ଼ିଶା ଲୋକ ଜାଣିବେ। ହେଲେ କ'ଣ କହିବେ ଜାଣିଛୁ? ଜାଣିଛୁ କ'ଣ କହିବେ? ଆରେ ଦେଖ, ଗୋବିନ୍ଦ ପ୍ରଧାନର ଝିଅଟାକୁ ଦେଖ, ଗୋଟିଏ କଅଁଳା ଛୁଆଟା ରାତିରେ ତାକୁ ନେଇ ଘରକୁ ନେଇ ଆସିଛି। ସେତେବେଳେ ଆମର ମାନ ସମ୍ମାନ ରହିବ ତ? ଲୋକମାନେ ନାନା ପ୍ରକାର କଥା କହିବେ, ତୋ ଉପରେ ଅପବାଦ ଆଇବରେ ମା। ଚାଲିଯିବା, ଅନ୍ଧାର ରାତି, କିଏ ବି ଜାଣିନାହାନ୍ତି, ସକାଳ ପାଇବାକୁ ବହୁତ ସମୟ ବାକି ଅଛି। ଚାଲ ସାଥିରେ ଯିବା, ଯେଉଁଠୁ ଆଣିଛୁ ସେଇଠି ଛାଡ଼ି ଦେଇ ଆସିବା। ଚାଲ ମା ଯିବା, ଚାଲ ଆସିବା, ସାଥିରେ ଯିବା। ଓହୋ, ପାଟି କରିବିନି, କିଛି କହିବିନି, କାହିଁକିନା ମୁଁ ଗୋଟେ ବୁଢ଼ା ମଣିଷ ନା। ତମମାନେ ବହୁତ ବଡ଼ ହେଇଗଲ, ବହୁତ ଜ୍ଞାନୀ ହେଇଗଲ, ଏ ବୁଢ଼ାଟା କିଛି କହିବନି। କ'ଣ ହବ ଆଉ? କ'ଣ ହବ? ଏଇ ଦେଖେ ତ ଭଉଣୀ କି, ଦେଖ ତ ଭଉଣୀ କି, ହାତରେ କଅଁଳା ଛୁଆ। କ'ଣ କହୁଛି ଜାଣିଛୁ? ଆସୁଥିଲା ଭୁବନେଶ୍ୱରରୁ, ବାଟରେ ପଡ଼ିଥିଲା, ତାକୁ ନେଇ ଆସିଛି। କ'ଣ କହୁ ଜାଣିଛୁ ନା? ଧର୍ମ ପୁଅ କରିବ, ଧର୍ମ ପୁଅ। ଆରେ ତାକୁ ଯଦି ରଖିବ, ଆମର ମାନ ସମ୍ମାନ ଇଜ୍ଜତ ରହିବ ତ? ରହିବ। ଏ ପରା ଗୋଟାଏ କୁଆରୀ ଝିଅ, ବାହା ହେଇନି, ବାହା ନ ହୋଇ ମା ହେବାକୁ ଯାଉଛି। ଏ ଲୋକମାନେ କ'ଣ କହିବେ ରେ? କ'ଣ କହିବେ? ଆରେ ବାବା ଶୁଣ କହୁଛି, ରାତି ଅଛି, ସକାଳ ପାଇନି, ଯା ବୁଝା ସୁଝା କରେ, ସିଧା ନେ ଶିଳ୍ପଟାକୁ ଯେଉଁଠୁ ଆଣି ଛାଡ଼ି ଆସା। ଯା ବୁଝା ବୁଝା ଟିକେ ବୁଝେଇ ଦେ ରେ, ବୁଝେଇ ଦେ, ମାନ ସମ୍ମାନ ଚାଲିଯିବ। ବୁଝା ଟିକେ ପାଗଳାମି, ତୁ ଗୋଟେ କୁଆରୀ ଝିଅ ହେଇ ଏ ସବୁ ଭୁଲ କରିବାକୁ ସାହସ କଲୁ କେମିତି? ଭୁବନେଶ୍ୱରରୁ ଫେରୁଥିବା ବେଳେ ରାସ୍ତା କଡ଼ରେ ଛୁଆଟା ହାତ ଗୋଡ଼ ବାଡ଼େଇ କାନ୍ଦୁଥିଲା। ତା ବିକଳ ମୁଁ ଶୋଇପାରିଲିନି ଭାଇ, ତେଣୁ ମୁଁ ତାକୁ ନେଇ ଆସିଛି। ଆରେ ତୁ ଜାଣିନୁ, ତୋ ଲାଗି ଆଜି ଆମେ ବାପ ପୁଅ ଦାଣ୍ଡରେ ବସିବାକୁ ପଡ଼ିବ। ତତେ କେହି ବାହା ହେବେନି, ତେଣୁ ସେ ପୁଅଟା ଧରି ଚାଲ, ତାକୁ ଛାଡ଼ି ଦେଇ ଆସିବ। ଯାବି ହଉ ଭାଇ, ମୁଁ ଏ ପିଲାକୁ ଛାଡ଼ି ପାରିବିନି। ଆରେ ଗୋଟିଏ ଜାରଜ ସନ୍ତାନ ପାଇଁ ନିଜ ଜୀବନକୁ ନଷ୍ଟ କରିଦେବୁ କାହିଁକି? ଯାବି ହଉ ଭାଇ, ମୁଁ ତୁମ କଥା ମାନି ପାରିବିନି, ଏ ପିଲାକୁ ଛାଡ଼ି ମୁଁ ବଞ୍ଚି ପାରିବିନି। ତାମାନେ ଆମେ ଭାବି ନେବାକୁ ହବ ଏ ପିଲାର ପ୍ରକୃତ ମା ହଉଛୁ ତୁ। ବିଶ୍ୱାସ କର ଭାଇ, ମୁଁ ଏ ପୁଅକୁ ଜନ୍ମ ଦେଇନି, ତାହେଲେ ତା ପ୍ରତି ଏତେ ଲୋଭ କାହିଁକି? ମୁଁ ଭଗବାନଙ୍କୁ ଦେଖୁଛି ଭାଇ, ତେଣୁ ମତେ ଟିକେ ଭଗବାନଙ୍କୁ ସେବା କରିବାକୁ ଦିଅ ନା। ମୁଁ କିନ୍ତୁ ତୋ କଥା ମାରି ପାରିବିନି। ଏ ଛୁଆ ଲାଗି ଯଦି ଆମ ଘରର ମାନ ଇଜ୍ଜତ ମାଟିରେ ମିଶିଯିବ, ତାହେଲେ ମୁଁ ତାକୁ ଛାଡ଼ିବିନି, ମାରିଦେବି। ହଁ, ଜୀବନରୁ ମାରିଦେବେ।
ମୋ ପୁଅକୁ ମାରନି ଭାଇ। ମୁଁ ତୁମକୁ କ୍ଷମା କରୁଛି। ମୋ ପୁଅକୁ ମତେ ଫେରେଇ ଦେ, ମତେ ଫେରେଇ ଦେ। ଠିକ ଅଛି, ତୁ ଯେତେବେଳେ ଆମ କଥା ମାନୁନୁ, ଏଇ ନେ ତ ପୁଅକୁ, ଯା ଇଚ୍ଛା ତା କର। ଚାଲ ବାପା, ଏ ଉଲେକ୍ଷଣୀ ଆମ କଥା ମାନିବନି। ଚାଲ। କଣ ହେଲା ହଇରେ, ଏ କଅଁଳା ଛୁଆଟାକୁ ବାରି ପାରିଲୁନି? ଟଙ୍କିଟା ତ ଚିପି ଦେଇଥାନ୍ତୁ, ମରି ଯାଇଥାନ୍ତା। କଣ କହିଲା? ଚାଲ ବାପା। ହଇରେ, କାଲି ସକାଳେ ଯେତେବେଳେ ଲୋକମାନେ ଜାଣିବେ, ତୋ ସାଙ୍ଗସାଥି ମାନେ ଜାଣିଲେ କଣ କହିବେ ଜାଣିଛୁ? ଏ ବିକାଶ, ଭଉଣୀଟାକୁ କେବେ ବାହା କଲୁ ରେ? ପଦୁଟେ କହିଲୁନି? ଆମ ଭଉଣୀର ବାହାଘର ତ କହୁଥିଲୁ, ଭାରି ଆସୁଥିଲୁ। ତୋ ଭଉଣୀର ବାହାଘର ସରିଗଲା, ପଦୁଟେ କହିଲୁନି? କଣ କହିବୁ ସେମାନଙ୍କୁ? ତୋ ମାନ ସମ୍ମାନ ରହିବ ତ? ଏ ଦାଣ୍ଡରେ ଚାଲିପାରିବୁ ତ? ଯେତେବେଳେ ମୋର ବନ୍ଧୁ ବାନ୍ଧବ, ଏ ଗାଁ ବାଲା, ସାଇ ପଡ଼ିଶା ଲୋକ କହିବେ, ଏ ଗୋବିନ୍ଦ, ଝିଅଟାକୁ କେବେ ବାହା କଲୁ ରେ? ପଦୁଟେ କହିଲୁନି? ଆମ ଝିଅର ବାହାଘରକୁ ତ କହୁଥିଲୁ। ଓହୋ, ତୋ ଝିଅକୁ ପରା ଭୁବନେଶ୍ୱରରେ ପାଠ ପଢଉଥିଲୁ, ବହୁତ ବଡ ବଡ କଥା କହୁଥିଲୁ। ସେଠି ବୋଧେ ବାହାଘରଟା ସାରିଦେଲୁ। ପୁଅଟେ କଡ଼େ ଧରି ଆସିଛି, ଆମର ମାନ ସମ୍ମାନ ରହିବ ତ? ଦାଣ୍ଡରେ ଚାଲିପାରିବା ତ? 5 ଲୋକ ପାଖରେ ବସି ପାରିବା ତ? ମୁଣ୍ଡ ଟେକି ଚାଲି ପାରିବା ତ? ସମସ୍ତେ ଆମ ମୁହଁରେ ଛେପ ପକେଇବେ, ଛେପ। ଦାଣ୍ଡରେ ଚାଲି ପାରିବାନି, ତା ସାଙ୍ଗେ କଥା ହେଇପାରିବାନି, ବୁଝିଲୁ? ଆ ଲାଗି ଆମର ମାନ ସମ୍ମାନ ଚାଲିଯିବ। ଆରେ ସକାଳ ପାଇନି, ଏବେ ବି ରାତି ଅଛି। ଆରେ ହେ ମା, ଚାଲ ମା, ମୋ କଥା ଶୁଣ କହୁଛି, ଚାଲ ଛାଡ଼ି ଦେଇ ଆସିବା। ନାଇଁ ବାପା, ମୁଁ ଏ ପିଲାକୁ ଛାଡି ପାରିବିନି। ଆରେ ମା, ବୁଝୁନୁ କାହିଁକି ଲୋ, ବୁଝୁନୁ କାହିଁକି? ଆମ କଥା ଟିକେ ମାନ ଲ, ଆମର ମାନ ସମ୍ମାନ ଚାଲିଯିବ ଲୋ। ମାନ ସମ୍ମାନ ଛାଡି ପାରିବିନି। ଲୋ, କାହିଁକି ବୁଝୁନୁ ଲୋ? କେତେ ଆଶା ଭରସା କରିଥିଲି, ଶେଷରେ ତ ଏ ବୁଢା ବୟସରେ ତୋ ବାପାର ମାନ ସମ୍ମାନ ଚାଲିଯାଉ ବୋଲି ଭାବୁଛୁ? ହଲୋ ମା, ଚାଲ ମା, ଚାଲ, ଛାଡ଼ିଦେବା ଲୋ, ଚାଲିଯିବା, ଚାଲ ମା, ଚାଲିଯିବା। ନାଇଁ ବାପା, ଛାଡ଼ିବୁନି? ଛାଡ଼ିବୁନି? ତାହେଲେ ଦୁନିଆ ଦେଖିବ ଆଜି, ଏ ଦୁନିଆ ଦେଖିବ। ଯେଉଁ ଝିଅଟାକୁ 23 ବର୍ଷ କାଳ ପାଣି ପଶି ମଣିଷ କରିଥିଲା, ମୁଣ୍ଡ ଝାଳ ତୁଣ୍ଡରେ ମାରି, ନିଜ ପେଟଟାକୁ ମାରି, ଗୋଟିଏ ଓଳିଏ ଖାଇଲେ 4 ଓଳି ଭୋକରେ ରହୁଥିଲା ଯେଉଁ ବାପା, ସେଇ ବାପା ତାର ମାନ ସମ୍ମାନ ରକ୍ଷା କରିବାକୁ ଯାଇ, ତାର ସ୍ୱାଭିମାନ ରକ୍ଷା କରିବାକୁ ଯାଇ, ଆଜି ଗୋଟାଏ ବାପ ଗୋଟାଏ ଝିଅଟାକୁ କେମିତି ଆଜି ଜୀବନରେ ମାରି ଦେଉଛି। ମାରିଦେବି ଆଜି, ମାରିଦେବି। ବଞ୍ଚେଇଦେଲୁ ଯେଉଁ ଝିଅ ବାପା ମାର ମାନ ସମ୍ମାନ ଇଜ୍ଜତକୁ ମାଟିରେ ମିଶାଇ ଦଉଛି, ସେ ଭଳିଆ ଝିଅ ବଞ୍ଚିବା ଅପେକ୍ଷା
ମୋରି ଯିବା ଶହେ ଗୁଣରେ ଭଲ। ଏଭଳିଆ ଝିଅର ମୋ ଚାହିଁବାକୁ ମତେ ଘୃଣ ଲାଗୁଛି। ଆ ମାଟା କେମିତି 10 ମାସ 10 ଦିନ ଏ ଗର୍ଭରେ କରିଥିଲା। ଏନ୍ତୁଡ଼ି ସାଳରେ ମରିଗଲୁନି କାହିଁକି ଲ? ମରିଗଲୁନି କାହିଁକି? ଛେ ତତେ ଝିଅ ଡାକେ ମତେ ଘୃଣ ଲାଗୁଛି। ଛେ ବାପା